ଏବେ ବାସିଲା ବଡ଼ ଖୁସି ଖବର ମଧୁବାବୁ ଭତ୍ତା ଟଙ୍କା 3000 ଟଙ୍କାକୁ ନେଇ ବଡ଼ ଅପଡେଟ୍ ରହିଛି। ଖୁବ୍ ଶୀଘ୍ର ଏହି ଦିନ ମିଳିବାକୁ ଯାଉଛି। ସମସ୍ତ 60 ବର୍ଷର ଯେଉଁମାନେ ଅଧିକ ହେଉଛନ୍ତି ସେମାନଙ୍କୁ 3000 ଟଙ୍କା ମିଳିବ। ସେ ବିଧବା ହୁଅନ୍ତୁ କିମ୍ବା ସେ ଦିବ୍ୟାଙ୍ଗ ହୁଅନ୍ତୁ କିମ୍ବା ସେ ବୃଦ୍ଧା ହୁଅନ୍ତୁ, ଠିକ୍ ଅଛି, କିମ୍ବା ସେ କିନ୍ନର ହୁଅନ୍ତୁ, ଏଥର ସମସ୍ତଙ୍କୁ ମିଳିବାକୁ ଯାଉଛି 3000 ଟଙ୍କା ଭତ୍ତା ରାଶି। ତେବେ ଭିଡ଼ିଓରେ ଆଗକୁ ଯିବା ପୂର୍ବରୁ ଯେଉଁମାନେ ଆମ ଚ୍ୟାନେଲଟିକୁ ଏବେ ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଏବେ ହିଁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବାଇ ରଖନ୍ତୁ। ଓଲ୍ଡ ଏଜ୍ ପେନ୍ସନ୍ ବା ବାର୍ଦ୍ଧକ୍ୟ ଭତ୍ତା, ମଧୁବାବୁ ଭତ୍ତା, ତା ସହିତ ସର୍ବନିମ୍ନ ଭତ୍ତା ବା ସାମାଜିକ ସୁରକ୍ଷା ଆଇନ ଅଧୀନରେ ଆସୁଥିବା ଯେତିକି ଭତ୍ତାଦାରୀମାନେ ଅଛନ୍ତି ସମସ୍ତଙ୍କର ସର୍ବନିମ୍ନ ଭତ୍ତା ଟଙ୍କା 3000 ବୃଦ୍ଧିକୁ ନେଇକି ବର୍ତ୍ତମାନ ବଡ଼ ଅପଡେଟ୍ ଦେଇଛନ୍ତି ରାଜ୍ୟ ସରକାର। ଭାରତୀୟ ଜନତା ପାର୍ଟି ନିର୍ବାଚନ ପୂର୍ବରୁ ଯାହା ପ୍ରତିଶ୍ରୁତି ଦେଇଥିଲେ ବିଭିନ୍ନ ନିର୍ବାଚନୀ ସଭାରେ, ତା ସହିତ କେବଳ ନିର୍ବାଚନୀ ପ୍ରତିଶ୍ରୁତିରେ ନୁହେଁ, ଭାରତୀୟ ଜନତା ପାର୍ଟି ମ୍ୟାନିଫେଷ୍ଟୋରେ ବା ସଂକଳ୍ପ ପତ୍ରରେ, ଇଲେକ୍ସନ ମ୍ୟାନିଫେଷ୍ଟୋରେ ଲିଖିତ ଆକାରରେ ମଧ୍ୟ ଦେଇଥିଲେ କି ଯଦି ତାଙ୍କ ସରକାର ଓଡ଼ିଶାରେ କ୍ଷମତାକୁ ଆସେ ତାହେଲେ ସରକାର ହେଲା ମାତ୍ରେ ହିଁ ସର୍ବନିମ୍ନ ଭତ୍ତା ଟଙ୍କା 3000 ପର୍ଯ୍ୟନ୍ତ ବୃଦ୍ଧି ହୋଇଯିବ। ସର୍ବନିମ୍ନ ମାନେ ଆପଣମାନେ ବେଶ ଭଲ ଭାବେ ଜାଣିଥିବେ, ସେ 60 ବର୍ଷରୁ ଉର୍ଦ୍ଧ୍ୱ ହେଉ କିମ୍ବା କିନ୍ନର ଭତ୍ତା ହେଉ କିମ୍ବା ବିଧବା ଭତ୍ତା ହେଉ କିମ୍ବା ସେ ଦିବ୍ୟାଙ୍ଗ ଭତ୍ତା ହେଉ, ଏହିସବୁ ଭତ୍ତା 3000 ଟଙ୍କା ସରକାର ଦେବାକୁ ଯାଉଛନ୍ତି। ତେବେ ସରକାର ଗଢ଼ିବାରେ ଅଲରେଡ଼ି 2 ବର୍ଷ 2.5 ବର୍ଷ ବିତିଗଲାଣି। ଆପଣମାନେ ଏବେ ଯାଏଁ ଅପେକ୍ଷା କରି ରହିଛନ୍ତି। ଯେବେ ପ୍ରଥମ ବଜେଟ୍ ଅଧିବେଶନ ଚାଲିଥିଲା ସେତେବେଳେ କ'ଣ ନା କୁହାଯାଉଥିଲା ଯେ 3000 ଟଙ୍କା ଭତ୍ତା ରାଶି ପାର ହୋଇଯିବ, କିନ୍ତୁ କିଛି କାରଣ ଯୋଗୁଁ ଅଟକି ଯାଇଥିଲା। ପୁଣି ଥରେ ଆପଣମାନେ ନେକ୍ସଟ ଟାଇମ୍ ଆଉ ଥରେ ଅପେକ୍ଷା କରି ରହିଲେ କ'ଣ ନା ଦ୍ୱିତୀୟ ବଜେଟ୍ରେ। ତେବେ ଦ୍ୱିତୀୟ ବଜେଟ୍ରେ ମଧ୍ୟ ଆପଣମାନଙ୍କର କଥା ରହିଲା ନାହିଁ, ଆପଣମାନଙ୍କର ସେଇ 3000 ଟଙ୍କା ଭତ୍ତା ରାଶି ହେଲା ନାହିଁ। ଠିକ୍ ଅଛି, ତ ଆପଣମାନେ ନିହାତି ଭାବରେ ଅସନ୍ତୁଷ୍ଟ ପ୍ରକାଶ କଲେ, ଆଉ ବାଦ ବିବାଦ ମଧ୍ୟ ଆପଣମାନେ କଲେ ବହୁତ। ସୋସିଆଲ ମିଡ଼ିଆ ଆକାଉଣ୍ଟରେ ମଧ୍ୟ ଆପଣମାନେ ସରକାରଙ୍କୁ ଅନୁରୋଧ କଲେ, କିନ୍ତୁ ତଥାପି ସରକାର ତାହା ଶୁଣିଲେ ନାହିଁ। ତେବେ ଦର୍ଶନ୍ତୁ, ଆପଣମାନେ ଏହାକୁ ନେଇ ବହୁତ ଅଧୈର୍ଯ୍ୟ ହୋଇପଡ଼ିଛନ୍ତି। ଆଉ ଆପଣମାନେ ଭାବୁଥିବେ ଯେ ଆଉ ଆମକୁ ମିଳିବ କି ନାହିଁ ଏଇ 3000 ଟଙ୍କା ଭତ୍ତା ରାଶି, ତ ଆପଣମାନେ ଏଇ ଆଶା ଛାଡ଼ି ଦେଇଛନ୍ତି। କିନ୍ତୁ ବର୍ତ୍ତମାନ ଦର୍ଶନ୍ତୁ, ଖୁବ୍ ଶୀଘ୍ର ଆପଣମାନଙ୍କୁ ଏକ ଖୁସି ଖବର ମିଳିବାକୁ ଯାଉଛି। ଆଉ କିଛି ମାସ ମଧ୍ୟରେ ଆମ ଓଡ଼ିଶାରେ ଦୁଇଟି ପ୍ରମୁଖ ନିର୍ବାଚନ ଅଛି। ଆଉ ନିର୍ବାଚନ ଆସିଲେ ମାନେ ସରକାର ବହୁତ ଆକ୍ଟିଭ ଥାନ୍ତି, ଆଉ ସବୁ ଯୋଜନା କଥା କ'ଣ ସେମାନେ ମନେ ପକାନ୍ତି। ଆଉ ଯେମିତି ଆପଣମାନଙ୍କ ରହିଯାଇଛି କ'ଣ ନା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଏଇଟା ମଧ୍ୟ ରହିଯାଇଛି। ଆଉ ଗୋଟେ ଆପଣମାନଙ୍କର କ'ଣ ଭତ୍ତା ରାଶି ମଧ୍ୟ ରହିଛି। ବହୁତ କିଛି ଅନେକ ଯୋଜନା ସରକାର ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଦେଖନ୍ତୁ, ନିର୍ବାଚନ ପୂର୍ବରୁ ହିଁ ଆପଣମାନଙ୍କୁ କୌଣସି ବି ସମୟରେ ଆପଣମାନଙ୍କର କୌଣସି ତାରିଖରେ ବି ଆପଣମାନଙ୍କର ଯେଉଁ ରହିଛି 3000 ଟଙ୍କା ଭତ୍ତା ରାଶି, ସେଇ 3000 ଟଙ୍କା ଭତ୍ତା ରାଶି ମଧ୍ୟ ଆପଣମାନଙ୍କୁ ଦେଇଦେବେ। ଆଉ ଆଗରୁ ଯାହା ବି ଆପଣମାନଙ୍କର ବାକି ରହିଯାଇଛି ଯେଉଁ 2 ମାସ କିମ୍ବା 3 ମାସର, ସେଇ ଭତ୍ତା ରାଶି ମଧ୍ୟ ଆପଣମାନଙ୍କୁ ସବୁ ଯାକ କ'ଣ ମିଶାଇକି ଆପଣମାନଙ୍କର ଖାତାରେ ପହଞ୍ଚାଇ ଦେବେ ସରକାର। ତ ଦର୍ଶନ୍ତୁ, ତ ସେଥିପାଇଁ ନା ସେମାନଙ୍କର ଯେତେବେଳେ କିଛି ଫାଇଦା ହେବ ନା ଓଡ଼ିଶା ସରକାରଙ୍କର ଯେତେବେଳେ ଫାଇଦା ହେବ ସେମାନେ କ'ଣ କରିବେ ନା ଆପଣମାନଙ୍କର ଯେତିକି ଯାହା ରହିଛି ଆପଣମାନଙ୍କର ଯୋଜନା ଗୁଡ଼ିକ ବା ଯୋଜନା ଗୁଡ଼ିକ ଅଟକି ଦେଇଛି, ଆପଣମାନଙ୍କ ପଇସା ମଧ୍ୟ ଅଟକେଇଥିବେ, ସେଇ ନିର୍ବାଚନ ପୂର୍ବରୁ ହିଁ ଆପଣମାନଙ୍କୁ ସରକାର ଦେଇଦେବେ। ଆଉ ଯାହାଫଳରେ ସେମାନଙ୍କର ମଧ୍ୟ ଫାଇଦା ହେବ, ଆପଣମାନେ ନିହାତି ଭଲ ଭାବେ ଜାଣିଥିବେ। ଠିକ୍ ଅଛି, ଆଉ ଯଦି ଯାହା ପ୍ରତିଶ୍ରୁତି ଆଗରୁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଛନ୍ତି ସେମାନେ ଯଦି ପାଳନ ନ କରିବେ ତ କ'ଣ ହେବ ନା ଅଯଥାରେ ଲୋକେ କ'ଣ ସେମାନଙ୍କୁ ବିରୋଧ କରିବେ, ଆଉ ସେମାନଙ୍କ ବଦଳରେ ଯେଉଁ ରହିଛନ୍ତି ବିରୋଧୀ ଦଳମାନେ ସେମାନଙ୍କ ପାଖକୁ କ'ଣ ଭୋଟ ପଳାଇବ। ଆଉ ସେଇ ଭୁଲ ତ ସରକାର ବାର ବାର କରିବେ ନାହିଁ। ଆଉ ଆପଣମାନଙ୍କର 3000 ଟଙ୍କା ଭତ୍ତା ରାଶି ମଧ୍ୟ ଖୁବ୍ ଶୀଘ୍ର ଦେଇଦେବେ। ତ ଆପଣମାନଙ୍କର ଯେଉଁ ରହିଛି ଭତ୍ତା ରାଶି, ତ ଯେତିକି ଭତ୍ତା ରାଶି ଆପଣମାନଙ୍କର ରହିଯାଇଛି ତ ଏଇ ମାସରେ ଆସିପାରେ ଆପଣମାନଙ୍କର 16 ତାରିଖ ଭିତରେ। ବିଜେପି ଯେତେବେଳେ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲେ ଯେ ମଇଦାନରେ ଯେତେବେଳେ ସେମାନେ ଆସିଥିଲେ ତ ସେତେବେଳେ କ'ଣ ପ୍ରତିଶ୍ରୁତି ଦେଇଥିଲେ ନା ଯେଉଁମାନଙ୍କର ବି ଯେଉଁମାନେ କ'ଣ ନା 60 ବର୍ଷରୁ ଉର୍ଦ୍ଧ୍ୱ ହେଉଛନ୍ତି ସେମାନଙ୍କୁ ଆଉ କ'ଣ 1000 ଟଙ୍କା ନୁହେଁ 1000 ଟଙ୍କା ବଦଳରେ 3 ଗୁଣ ବଢ଼ାଯିବ। ଆଉ ବଢ଼ାଯାଇକି କେତେ କରାଯିବ ନା 3000 ଟଙ୍କା କରାଯିବ। କିନ୍ତୁ ବିରୋଧୀ ଦଳମାନେ ଏହାକୁ ବାରମ୍ବାର ଚାପ କରି ଆସୁଥିଲେ, ଏହା କେବଳ ଅସମ୍ଭବ, ଏହାକୁ କେବେ ଲାଗୁ କରିପାରିବେ ନାହିଁ ବିଜେପି ସରକାର। କେବଳ ସେମାନେ କ'ଣ କ୍ଷମତାକୁ ଆସିବା ପାଇଁ ହିଁ ଏହି ପ୍ଲାନ୍ କରି ରଖିଛନ୍ତି। ଆଉ ଆଜି ପର୍ଯ୍ୟନ୍ତ ସତ ହେବାକୁ ଲାଗୁଛି, କାରଣ ଆପଣମାନେ ଯେହେତୁ 2 ବର୍ଷ 2.5 ବର୍ଷ ବିତିଗଲାଣି, ଆପଣମାନେ ଏବେ ଯାଏଁ ଅପେକ୍ଷା କରିଛନ୍ତି, କିନ୍ତୁ କିଛି ବି କାର୍ଯ୍ୟକାରୀ କଲେ ନାହିଁ ସରକାର।
मुख्यमंत्री सेतेबेले अनाउंसमेंट कले कौन ना जो मैंने क्यूरे रोते वार्धक्य भत्ता जो मैंने अप्लाई करिकी क्यूरे रोते अपेक्षा कर रोते से वर्तमान आउ अपेक्षा करने को पड़ो ना जितेबले ना खाली स्थान थी तो सेतेबले कौन एंटर करा आउ वर्तमान आउ सही सुविधा आउ हम ना जो मैंने भी एलिजिबिलिटी होते जो मानकर सब क्राइटेरिया ठीक ठाक थी डॉक्यूमेंट गुड़ाक ठीक ठाक थी ताहले से कौन ना भेरिफिकेशन हो भत्ता लिस्ट रे जोड़ी हो ठीक अच्छे। तेज दर्शक आपण मानी खुशी खबर होची आगक आम ओडिशा रे किछि मास मध्य दुई दुईटी प्रमुख निर्वाचन अच्छी आ निर्वाचन आसले माने सरकार कौन सब कथा कौन योजना गुड़िकर कथा मन पकाती आपण मानकर भी जो रही जाइए 3000 टଙ୍କା भत्ता राशि यही भत्ता राशि को से भूली ना दर्शक ठीक अच्छे। तो आपण मानू भी बहुत बेस भल भाव से कौन ना मन रखिंट ठीक तो से वर्तमान किसी फायदा होना आग को जेहेतु से किसी फायदा होगा जाऊँगी तो से कौन करेंगे ना आप 3000 टଙ୍କା भत्ता राशि आपको देदेवे। तो दर्शक आउ गए बड़ कथा जे ना 6 लाख जो मैंने हिताधिकारी बाद पड़ जाते से मृत्यु दास जाता कि दर्शक देखो वर्तमान बजेट अधिवेशन घोषणा कर भत्ता राशि मिल वर्तमान आम ओडिशा रे पंचायत इलेक्शन बा पौर निर्वाचन दुईटी निर्वाचन अच्छी से निर्वाचन रे केवल वार्ड मेंबर नुहे दर्शक बंधु ना हजार हजार वार्ड मेंबर हजार हजार सरपंच हजार हजार काउंसिलर हजार हजार जिला परिषद प्रार्थी एमएलए मंत्री माने मध्य कौन ना निर्वाचन रे लड़े से सरकार तो निहाती भाव स्ट्रांगली लोक मान पाखरे पहुँचबार अच्छे आउ स्ट्रांगली दर्शक केमिति पहुँचे सरकार ना जी आगु निर्वाचन प्रतिश्रुति देते सेमाने जदि कौन करेंगे ना सेमाने जदि समाधान करें ताहले सेमाने कौन निर्वाचन रे लड़िकी जीति पारे नचेत कौन ना लोक मान तो विरोध करेंगे आउ जी रही भोट तो सेमाने कौन करेंगे ना अन्य बा विरोध दल मान देदेवे आउ यही भूल तो केबे सरकार करेंगे ना ठीक अच्छे जहाँ आगर निर्वाचन प्रतिश्रुति सरकार देइछंती आपण माननको सही प्रतिश्रुति को खूब शीघ्र पालन करने को जाउछंती बीजेपी सरकार। तो सेते आपण माननको अधैर्य हेबाको पड़िबा नै खूब शीघ्र आपण माननको 3000 टଙ୍କା भत्ता राशि मिल जिवो। तो सेते आपण माननको केवल अपेक्षा करि रहिबाको पड़िबो। आपण मानकर कोनसी भी जदि डॉक्यूमेंट रे किछि भी प्रॉब्लम अछि तो वर्तमान बहुत समय अछि मते आपण माने जाईकी ठीक करि परिबे जहाँफल आपण मानकर जो रही जी भत्ता राशि बा अटकी जाइतिबा भत्ता राशि आपण मानकर खूब शीघ्र मिल जिवो ठीक अच्छे खूब शीघ्र अकाउंट रे पहुँच जिवो मध्य ठीक अच्छे। तो से जातु जदि किसी भी प्रॉब्लम अच्छी त्रुटि अच्छी ताहले आपण माने निहाती भावे संशोधन करि दियंतु।